ମୋ ମତରେ ଏ ସରକାର ସୁଧୁରି ଯାଆନ୍ତୁ, ନହେଲେ ସରକାର ଏ ନାରୀ ଜାତି ପାଇଁ ଦିନେ ଭୁଷୁଡ଼ି ପଡ଼ିବ। ଏ ନାରୀ ଜାତି ଉପରେ ଅନ୍ୟାୟ ହେଇଥିଲା ବେଳେ ଦୁର୍ଯ୍ୟୋଧନ ରାବଣ ଭଳି ଲୋକ ଯେତେବେଳେ ନ ରହିଛନ୍ତି, ମୋହନ ମାଝୀ କି ବିଜେପି ସରକାର ଯଦି ନାରୀ ଜାତିକୁ ସୁରକ୍ଷା ନ ଦିଏ, ଭବିଷ୍ୟତରେ ଏ ନାରୀ ଜାତିଙ୍କ ପାଇଁ ଏ ସରକାର ଭୁଷୁଡ଼ି ପଡ଼ିବ। ଆଜ୍ଞା, ମୁଁ ଜଣେ ଶ୍ରମିକ ନେତା, କିନ୍ତୁ ଆଜି ଯେଉଁ ମାତୃ ଦିବସ ପାଳନ କରାଯାଉଛି ଶହୀଦ ଭଗତ ସିଂ ଯୁବକ ସଂଘ ତରଫରୁ ଆମର ପୌର ପରିଷଦର ଚେୟାରମ୍ୟାନ୍ ମହୋଦୟ, ସ୍ଥାନୀୟ କାଉନସିଲର ଆସିଥିଲେ। ମୁଁ ସେ ଶହୀଦ ଭଗତ ସିଂ କ୍ଲବର ଜଣେ ଉପଚେଷ୍ଟା। ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି, ଆଜି ବିଶ୍ୱର ମହିଳା ଦିବସ, କିନ୍ତୁ ଆଜ୍ଞା ଆମ ଭାରତୀୟମାନଙ୍କର ନିଆରା ମହିଳାମାନଙ୍କ ପ୍ରତି, ମାତୃମାନଙ୍କ ପ୍ରତି, କାହିଁକି ନା ଆମ ଦେଶର ସଂସ୍କୃତି ପରମ୍ପରା ଅନୁଯାୟୀ ଆମେ ଦେଶକୁ ଭାରତ ମାତା କହୁଛୁ। ଆମ ଦେଶ ହେଉଛି ଭାରତ ମାତା, ଭାରତ ହେଉଛି ଭାରତର ମାତୃ ଶକ୍ତିର ଦେଶ। ତାପରେ ଆମେ କହୁଛୁ ଉତ୍କଳ ଜନନୀ, ଆମ ଓଡ଼ିଶାକୁ ଆମେ ଉତ୍କଳ ଜନନୀ କହୁଛୁ। ତାହେଲେ ଉତ୍କଳୀୟମାନେ ବି ମାତୃଶକ୍ତିକୁ ଅଧିକା ଭଲ ପାଆନ୍ତି। ତାପରେ ଦେଖନ୍ତୁ ମାତୃଭୂମି, ଆମେ ମାଟିକି ବି ମା' କହୁଛୁ। ନାରୀ ଜାତି ଆମର ମା', ନାରୀ ଜାତିକି ମାତୃ ସମ୍ମାନ ଦିଆଯାନ୍ତି ଭାରତୀୟମାନେ। ଭାରତୀୟଙ୍କର ଶ୍ରେଷ୍ଠ ହେଲା ମା'। ଆଉ ତାପରେ ଆମକୁ ଜନ୍ମ ଦେଇଛି ମା', ଆମକୁ ଛୋଟରୁ ବଡ଼ କରିଛି ମା', ଆମକୁ ପାଠ ପଢ଼େଇଛି ମା', କ୍ଷୀର ପେଇଛି ମା'। ମା' ହେଉଛି ଶ୍ରେଷ୍ଠ। ଆଜି ସଂସାରରେ ଯଦି ଆମେ ପରିଚୟ ପାଇଯାଆନ୍ତି ମା'ମାନଙ୍କ ପାଇଁ, ଏ ମାତୃଶକ୍ତିକି ଯେତେବେଳେ ରାବଣ କୁହନ୍ତୁ, ଦୁର୍ଯ୍ୟୋଧନ କୁହନ୍ତୁ, ଯେତେବେଳେ ମାତୃଶକ୍ତି ଉପରେ ଆସିଛି ସେତେବେଳେ ଧ୍ୱଂସ ପାଇଯାଇଛନ୍ତି। ମାତୃଶକ୍ତି ପାଇଁ ଆଉ ବଡ଼ ଶକ୍ତି କିଛି ନୁହଁ। କିନ୍ତୁ ବର୍ତ୍ତମାନ ସରକାରଙ୍କ କଥା ଆଜ୍ଞା ମୁଁ କହୁଛି, କେବଳ ବାଲେଶ୍ୱର ଜିଲ୍ଲାରେ 1.5 ବର୍ଷରେ 1200 ମାନେ ନାବାଳକ ମହିଳା ନିଖୋଜ ଅଛନ୍ତି। ଏ ସରକାର ଚାଲିଥିଲା ବେଳେ 1.5 ବର୍ଷରେ 1200 ନାବାଳିକା ଛୋଟ ଛୋଟ ଝିଅ ଅପହୃତ ହୋଇଛନ୍ତି ଏ ସରକାରଙ୍କ ଅମଳରେ। ଦେଖନ୍ତୁ ଆଇନଟା କେମିତି ଆମ ଦେଶରେ ଚାଲିଛି। ଏ ଦେଶରେ ନାରୀ ନିର୍ଯାତନାରେ ହେଉଛି ଦ୍ୱିତୀୟ ହେଉଛି କି ଆମ ଓଡ଼ିଶା। ତେଣୁ ନାରୀ ଶକ୍ତିର, ନାରୀ ନିର୍ଯାତନା, ନାରୀମାନଙ୍କୁ ଦୁର୍ବ୍ୟବହାର, ନାରୀ ଶକ୍ତିର ଅପବ୍ୟବହାର ଯାହା କରାଯାଉଛି, ଓଡ଼ିଶା ଆଜି ଆମ ଦେଶରେ 2 ନମ୍ବରକୁ ଗଲାଣି। ତେଣୁ ଓଡ଼ିଶାର ନାରୀ ଶକ୍ତି ଯେ କେତେ ନିର୍ଯାତିତ ଅବସ୍ଥାରେ ଅଛି ସେ କଥା ଏ ସରକାର ବୁଝିବା ଦରକାର। ଏ ସରକାର ଆଇନ କରୁଛନ୍ତି, ମଦ ଦୋକାନ ଖୋଲୁଛନ୍ତି, ଯେତେବେଳେ କହିଲେ ମଦ ବନ୍ଦ କର। ଆଜି ଯଦି ନାରୀ ଶକ୍ତି ବିପଦରେ ପଡ଼ିଛି, ସେଥିପାଇଁ ଏକମାତ୍ର ସରକାର ଦାୟୀ। ଆମ ଆଇନ ମନ୍ତ୍ରୀ ପୃଥ୍ୱୀରଞ୍ଜନ ହରିଚନ୍ଦନ, ଅବକାରୀ ମନ୍ତ୍ରୀ, ଯାହାଦ୍ୱାରା ଆଜି ମାତୃଶକ୍ତିର ଯେଉଁ ଅବସର ଘଟିଛି ତାହାର ସେଥିପାଇଁ ଦାୟୀ ଏ ସରକାର। ପୁଣି ଏ ବାଲିଅନ୍ତା କେସ୍ରେ ପୋଲିସ ଡିଜିପି କି ମୁଖ୍ୟମନ୍ତ୍ରୀ କହିଲେ ତୁରନ୍ତ ଏଭଳି ଘଟଣାକୁ ତଦନ୍ତ କର। କାହିଁକି ଯେ ତଦନ୍ତ ଦେଇଛନ୍ତି, ଲୋକଭବନରେ ଡାକିକି ମୁଖ୍ୟମନ୍ତ୍ରୀ ତାଗଦା କରୁଛନ୍ତି ପୋଲିସ ବିଭାଗକୁ, ତୁମେ ଯେମିତି ଫର୍ଦର ଏ ଘଟଣା ନ ଘଟୁ। ତେଣୁ ଯେତେବେଳେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକୁ ଡାକିକି ନିର୍ଦ୍ଦେଶ ଦେଉଛନ୍ତି ଆଇନ ଶୃଙ୍ଖଳା ରକ୍ଷା କର, ତେଣୁ ଏ ରାଜ୍ୟରେ ଆଇନ ଶୃଙ୍ଖଳାର ରକ୍ଷା କରିବା ଦାୟିତ୍ୱରେ ଥିବା ଏ ପ୍ରଶାସନ ପୁରା ଶୋଇଯାଇଛି। ଏ ପୋଲିସ ବିଭାଗ ନୀରବ ରହିବା ଦ୍ୱାରା ଆଜି ନାରୀ ଜାତି ପ୍ରତି ଯେଉଁ ଅତ୍ୟାଚାର ହେଉଛି, ଗୋଟେ ସ୍ତ୍ରୀ ଲୋକ ତାର ଗୋଟିଏ ଝିଅ तार प्रेगनेंट अवस्था अच्छी ताकू जो हाणिकी मारी दिगला पुलिस प्रेजेंटे गाँ लोक प्रेजेंटे जी नारी जाति की आम सुरक्षा नदेवा ताने जी आमको परिचय देती जी आमको 10 मास गर्भर धरी जन्म कथा बुझ किए ये सरकार होती नारी जातिर माने हत्याकारी जेहेतु ये देश में आज ओडिशा नारी निर्यातना जो 2 नंबर को आईलानी तेणु ओडिशार अवस्था कौन आपण विचार करूँ। ये सरकार नारी जाति की सम्मान देवा कौन शिखी नहीं। तेणु ये सरकार ये जो आईन मंत्री ये जो अबकारी मंत्री जो कही जो कथा कार्यकारी करना तेणु मो मतरे ये सरकार सुधुरी जातु नहने सरकार नारी जाति दिने भुशुड़ी पड़ो। ये नारी जाति उपर अन्याय होता बेले दुर्योधन रावण भली लोक न रही
ମୋହନ ମାଝୀ କି ବିଜେପି ସରକାର ଯଦି ନାରୀ ଜାତିକୁ ସୁରକ୍ଷା ନ ଦିଏ ଭବିଷ୍ୟତରେ ଏ ନାରୀ ଜାତିଙ୍କ ପାଇଁ ଏ ସରକାର ଭୁଷୁଡ଼ି ପଡ଼ିବ।